ଆଜିର ଏହି ଭିଡିଓରେ ଆମେ ଓଡ଼ିଶା ହାଉସ୍ ୱାର୍କ ଅର୍ଡର 2025 କିପରି ଡାଉନଲୋଡ୍ କରିବେ ତାହା ସିଧାସଳଖ ଭାବରେ ଜାଣିବାକୁ ଚାହିଁବା। ଏହି ଚ୍ୟାନେଲରେ ପ୍ରତିଦିନ ଇନଫର୍ମେଟିଭ ଭିଡିଓ ଦେଖିପାରିବେ, ତେଣୁ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ କରନ୍ତୁ। ତେବେ ଚାଲନ୍ତୁ ଜାଣିବା ଆଜିକା ଇନଫର୍ମେଟିଭ ଭିଡିଓ ବିଷୟରେ। ଓଡ଼ିଶା ହାଉସ୍ ୱାର୍କ ଅର୍ଡର ହେଉଛି ଏକ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଅନୁମତି, ଯାହା ଅନୁସାରେ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଉଦ୍ଦିଷ୍ଟ କାମ ସମ୍ପାଦନ କରିବାକୁ ଅନୁମତି ମିଳେ। ସେଥିପାଇଁ ସମସ୍ତ ତଥ୍ୟ ଏହି ଭିଡିଓରେ ପାଇବେ। ୱାର୍କ ଅର୍ଡର ଡାଉନଲୋଡ୍ କରିବା ପାଇଁ ଆପଣଙ୍କୁ କୁଆଡ଼େ ବି ଯିବା ପାଇଁ ପଡ଼ିବନି। ସେଥିପାଇଁ ଆପଣଙ୍କ ଫୋନର ଯେକୌଣସି ବ୍ରାଉଜରକୁ ଓପେନ୍ କରନ୍ତୁ। ସର୍ଚ୍ଚ ବାରରେ ସର୍ଚ୍ଚ କରନ୍ତୁ RHO ଓଡ଼ିଶା। ସର୍ଚ୍ଚ କରିସାରିଲା ପରେ ଦେଖିପାରିବେ rhodisha.gov.in ସାଇଟ୍। ଏଥିରେ ଆପଣ କ୍ଲିକ୍ କରିବେନି, କାରଣ ଏଠାରେ ଦେଖିପାରିବେ ଏଥିରେ କ୍ଲିକ୍ କରିବା ଦ୍ୱାରା ତଳକୁ ଟିକେ ସ୍କ୍ରଲ୍ କରନ୍ତୁ। ଏଠାରେ ମଧ୍ୟ ଅପସନ୍ ପାଇବେ ଗୃହର କାର୍ଯ୍ୟାଦେଶ। ଏଠାରେ ଦେଖିପାରିବେ ଏଥିରେ ଯଦି ଆପଣ କ୍ଲିକ୍ କରୁଛନ୍ତି କିଛି ୱାର୍କ ହେବ ନାହିଁ, ତେଣୁ ଏଠାରୁ ସିଧା ବ୍ୟାକ୍ ଆସନ୍ତୁ। ହୋମ୍ ସାଇଟ୍ରେ ତଳକୁ ଟିକେ ସ୍କ୍ରଲ୍ କରନ୍ତୁ। ତାପରେ ଏଠାରେ ଆପଣ ଗୋଟେ ଅପସନ୍ ପାଇବେ ଗୃହର କାର୍ଯ୍ୟାଦେଶ। ଏଥିରେ ଆପଣ ଡାଇରେକ୍ଟ କ୍ଲିକ୍ କରନ୍ତୁ। କ୍ଲିକ୍ କରିସାରିଲା ପରେ ଦେଖିପାରିବେ ଏଠାରେ ଆପଣଙ୍କର ସାଇଟ୍ ଓପେନ୍ ହେଇଯାଇଛି। ଏଠାରେ ଲେଖା ହେଇଛି ଗୃହର କାର୍ଯ୍ୟାଦେଶ। ଏଠାରେ ଆପଣଙ୍କର ଆଧାର ନମ୍ବର ଦିଅନ୍ତୁ। ଆପଣଙ୍କ ପରିବାରର ମୁଖ୍ୟଙ୍କର ଏଠାରେ ଆଧାର ନମ୍ବର ଦିଅନ୍ତୁ, ଯାହାଙ୍କ ନାମରେ ଘର ଆପ୍ଲାଏ ହେଇଥିଲା। ତାପରେ ଭ୍ୟୁରେ କ୍ଲିକ୍ କରନ୍ତୁ। ଭ୍ୟୁରେ କ୍ଲିକ୍ କରିସାରିଲା ପରେ ତଳକୁ ସ୍କ୍ରଲ୍ କରନ୍ତୁ। ଦେଖିପାରିବେ ଆପଣଙ୍କର ୱାର୍କ ଅର୍ଡର ବା ଗୃହ କାର୍ଯ୍ୟାଦେଶ। ତାପରେ ଉପରକୁ ସ୍କ୍ରଲ୍ କରିବେ, ଦେଖିପାରିବେ ଏଠାରେ ଆପଣଙ୍କୁ ଡାଉନଲୋଡ୍ ଅପସନ୍ ମିଳୁଛି। ଏହି ଡାଉନଲୋଡ୍ ବକ୍ସରେ କ୍ଲିକ୍ କରନ୍ତୁ। ଏହିଭଳି ଭାବେ ଆପଣଙ୍କର ୱାର୍କ ଅର୍ଡର ଡାଉନଲୋଡ୍ ହେଇଯିବ। ଏହିଭଳି ଇନଫର୍ମେଟିଭ ଭିଡିଓ ଦେଖିବାକୁ ଚାହୁଁଥିଲେ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ କରନ୍ତୁ। ଥ୍ୟାଙ୍କ ୟୁ।